ପିଲାମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍। ତ +2 ସେକେଣ୍ଡ ଇୟର ପିଲା ଆର୍ଟ୍ସ ଯେଉଁମାନଙ୍କର ଅଛି କ'ଣ ନା ତମର ଅପସନାଲ୍ ଓଡ଼ିଆ ଯେଉଁଟା କୁହନ୍ତି ଇଚ୍ଛାଧୀନ ଓଡ଼ିଆ ଯେଉଁଟା, ତ ତମମାନଙ୍କର ଯାହାର ଅଛି ତ ତମମାନଙ୍କ ପାଇଁ ମୁଁ ନେଇ ଆସିଛି MCQ କ୍ୱେଶ୍ଚିନ୍ ଆନ୍ସର୍ ଯେଉଁଟା ଆମର ଯାଇଥିଲା ପରଶୁରାମ ଭେଟ ସରହ ସୁନ୍ଦରୀ। ତ ମୁଁ ଆଜି ନେଇ ଆସିଛି କ'ଣ ନା ଧୀରେ ରାଧା କରଧରି, ବୁଝିହେଲା। ଧୀରେ ରାଧା କରଧରିର କ'ଣ ନା ଅଭିମନ୍ୟୁ ସାମନ୍ତ ସିଂହା ଲେଖିଥିବା ତ ନା କିଛି MCQ କ୍ୱେଶ୍ଚିନ୍ ଆନ୍ସର୍। ତ ଆମେ ଆଲୋଚନା କରିବା ପିଲାମାନେ MCQ କ୍ୱେଶ୍ଚିନ୍ ଆନ୍ସର୍। ତ ସମସ୍ତେ ଭିଡ଼ିଓ ସହ ଯୋଡ଼ି ହେଇ ରୁହ ପିଲାମାନେ। ତ ଚାଲ ଆମେ ଷ୍ଟାର୍ଟ କରିବା, ବୁଝିହେଲା। ତ ଭିଡ଼ିଓ ଦେଖିବା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିଦିଅ, ବେଲ୍ ଆଇକନ୍କୁ ଦବାଇ ଦେବ, ନୂଆ ନୂଆ ନୋଟିଫିକେସନ୍ ପାଇଁ ଲାଇକ୍ ସେୟାର କରିଦିଅ। ତ ଆମେ 30ଟି କ୍ୱେଶ୍ଚିନ୍ ଆଲୋଚନା କରିବା ପିଲାମାନେ। ତ ବହୁତ ଗୁରୁତ୍ୱପୂର୍ଣ୍ଣ MCQ। ତ 100% ଆ ଭିତରୁ ନିଶ୍ଚିନ୍ତ ତମେ ଗୋଟେ କି ଦିଟା କ୍ୱେଶ୍ଚିନ୍ ପାଇଯିବ, ବୁଝିହେଲା। ଗୋଟେ ଦିଟା କ୍ୱେଶ୍ଚିନ୍ ପାଇଯିବ। ସମସ୍ତେ ଯେତିକି ପଢ଼ୁଛି ସେତିକି ପଢ଼, ବୋର୍ଡ଼ ଏକ୍ଜାମ୍କୁ ତମେ କ'ଣ ନା ବହୁତ ଭଲ ମାର୍କ ରଖିବା, ବୁଝିହେଲା। ମୁଁ ଜାଣିଛି ମୋ ଛୁଆ ସବୁ ଭଲ ରଖିବେ, 100% କନଫିଡେନ୍ସରେ କହିବି 100% ତମମାନେ ରଖିବ। ମୁଁ ଗ୍ୟାରେଣ୍ଟି ଦେଉଛି, ତମର ଗ୍ୟାରେଣ୍ଟି ଥାଉ ନଥାଉ ମୋର ଗ୍ୟାରେଣ୍ଟି ତମେ 100% ଦବ, ବୁଝିହେଲା। ମୁଁ ଜାଣିନି ତମେ ତ 100% ଦବ ସିଓର, ବୁଝିହେଲା। ତ ପଢ଼ ପିଲାମାନେ। ତ ଦେଖିବା ଆମେ କ୍ୱେଶ୍ଚିନ୍ ଆନ୍ସର୍କୁ ଆମେ ଷ୍ଟାର୍ଟ କରିବା, ବୁଝିହେଲା। ତ ପ୍ରଥମ କ୍ୱେଶ୍ଚିନ୍ ଦେଖ ପିଲାମାନେ, କବିଙ୍କର କେଉଁ ଦୁଇ କାବ୍ୟ ତାଙ୍କର ବୈଷ୍ଣବୀୟ ଚେତନାର ସର୍ବୋତ୍ତମ ପରିପ୍ରକାଶ? କ'ଣ ହବ? ପ୍ରେମକଳା ରସବତୀ, ସୁଲକ୍ଷଣା ଭାଗବତୀ, ପ୍ରେମ ଚିନ୍ତାମଣି ଓ ବିଦଗ୍ଧ ଚିନ୍ତାମଣି, ଚନ୍ଦ୍ରକଳା ମଥୁରା ମଙ୍ଗଳ। କ'ଣ ହବ ପିଲାମାନେ? ନା ଅପସନ୍ ହେଇଯିବ ଗ ପ୍ରେମ ଚିନ୍ତାମଣି ଓ ବିଦଗ୍ଧ ଚିନ୍ତାମଣି। ନେକ୍ସଟ କ୍ୱେଶ୍ଚିନ୍, ଆଲୋଚ୍ୟ କବିତାଟି କବିଙ୍କର କେଉଁ କାବ୍ୟରୁ ସଂଗୃହୀତ? ପ୍ରେମ ଚିନ୍ତାମଣି, ବିଦଗ୍ଧ ଚିନ୍ତାମଣି, ପ୍ରେମକଳା, ଭାଗବତୀ। କ'ଣ ହବ ପିଲାମାନେ? ନା ହବ ବିଦଗ୍ଧ ଚିନ୍ତାମଣି। ନେକ୍ସଟ କ୍ୱେଶ୍ଚିନ୍, କବିତାରେ ଶ୍ରୀକୃଷ୍ଣଙ୍କୁ କେଉଁ ନାମରେ ସମ୍ବୋଧିତ କରାଯାଇ ନାହିଁ? ଦୟାନିଧି, ଶ୍ୟାମବନ୍ଧୁ, ମୋହନ, ସବୁ ଗୁଡ଼ିକ। କ'ଣ ହବ ପିଲାମାନେ? ନା ହବ ସବୁ ଗୁଡ଼ିକ। କବିତାରେ ଶ୍ରୀକୃଷ୍ଣଙ୍କୁ କ'ଣ ନା ଦୟାନିଧି ନାଁରେ ସମ୍ବୋଧନ କରାଯାଇନି, କି ଶ୍ୟାମବନ୍ଧୁ ନାଁରେ ବି କରାଯାଇନି, ନା ମୋହନଙ୍କ ନାଁରେ ବି କରାଯାଇ ନାହିଁ। ନେକ୍ସଟ, କୁମୁଦିନୀ ବିନା ବାଧା କି ହୁଅଇ ବିଧୁର ରେଖାଙ୍କିତ ପଦଦ୍ୱୟର ଯଥାକ୍ରମ ଅର୍ଥ କ'ଣ? କୁମୁଦିନୀ ମାନେ କ'ଣ, ବିଧୁର ମାନେ କ'ଣ? କୁମୁଦିନୀ ମାନେ ପଦ୍ମ, ବିଧୁର ମାନେ ସୂର୍ଯ୍ୟ, ନା କଇଁ ଚନ୍ଦ୍ର, ନା ଚନ୍ଦ୍ର ରଜନୀ, ନା କୌଣସିଟି ନୁହଁ। କ'ଣ ହବ? ନା କୁମୁଦିନୀ ମାନେ ହବ କଇଁ, ବିଧୁର ନାମ ଚନ୍ଦ୍ର, ବୁଝିଲା। ଆଉ ଯେହେତୁ ଆନ୍ସର ହେଇଯିବ କଇଁ ଚନ୍ଦ୍ର। ନେକ୍ସଟ, କବିତାରେ ପ୍ରୀତି ପୁରନ୍ଦର କାହାକୁ କୁହାଯାଇଛି? କବିତାରେ ପ୍ରୀତି ପୁରନ୍ଦର କନ୍ଦର୍ପ, ଇନ୍ଦ୍ର, ଶ୍ରୀକୃଷ୍ଣ, ଚନ୍ଦ୍ର। କାହାକୁ କୁହାଯାଇଛି? ନା ହେଇଯିବ ଗ ଶ୍ରୀକୃଷ୍ଣକୁ କୁହାଯାଇଛି କ'ଣ ନା ପ୍ରୀତି ପୁରନ୍ଦର। ନେକ୍ସଟ କ୍ୱେଶ୍ଚିନ୍, କବିତାରେ ପିପାସୀ ଚାତକୀ ବୋଲି କାହାକୁ କୁହାଯାଇଛି? ଶ୍ରୀ ରାଧା, ବିଶାଖା, ଚନ୍ଦ୍ରାବଳୀ, ଦୂତୀ। କାହାକୁ କୁହାଯାଇଛି ପିଲାମାନେ? ନା ହବ ଶ୍ରୀରାଧା। କବିତାରେ ପିପାସୀ ଚାତକୀ ଶ୍ରୀରାଧାଙ୍କୁ କୁହାଯାଇଛି। ନେକ୍ସଟ, କବିତାରେ ଗୁଣବଚକ୍ଷଣ ବୋଲି କାହାକୁ କୁହାଯାଇଛି? ଗୁଣବଚକ୍ଷଣ ଶ୍ରୀକୃଷ୍ଣ, ରାମଚନ୍ଦ୍ର, କନ୍ଦର୍ପ, ଚନ୍ଦ୍ରସେନା। କାହାକୁ କୁହାଯାଇଛି? ନା ଶ୍ରୀକୃଷ୍ଣ। ଗୁଣବଚକ୍ଷଣ ଶ୍ରୀକୃଷ୍ଣଙ୍କୁ କୁହାଯାଇଛି। ନେକ୍ସଟ, କୃଷ୍ଣଙ୍କ ବିନା ରାଧାଙ୍କର କେଉଁ ଭେଳା ବୁଡ଼ି ଯାଇଛି? କୃଷ୍ଣଙ୍କ ବିନା ପ୍ରୀତି ଭେଳା, ଶାନ୍ତି ଭେଳା, କାମ ଭେଳା, ଜୀବନ ଭେଳା। କେଉଁ ଭେଳା ବୁଡ଼ି ଯାଇଛି? ନା ପ୍ରୀତି। କେଉଁ ଭେଳା? ନା ପ୍ରୀତି ଭେଳା ବୁଡ଼ି ଯାଇଛି। ନେକ୍ସଟ, ରାଧା ଦୂତୀଙ୍କୁ କେଉଁ ମନ୍ତ୍ର ମାଗିବା ପାଇଁ କହିଛନ୍ତି? ପ୍ରୀତି ମନ୍ତ୍ର, ବଶୀକରଣ ମନ୍ତ୍ର, ସମ୍ମୋହନ ମନ୍ତ୍ର, ପ୍ରେମ ଛଡ଼ାଇବା ମନ୍ତ୍ର। କେଉଁ ମନ୍ତ୍ର କହିଛନ୍ତି ପିଲାମାନେ? ନା ପ୍ରେମ ଛଡ଼ାଇବା ମନ୍ତ୍ର। ନେକ୍ସଟ, ଚକୋରର କାହା ବିନା ଗତି ନାହିଁ? ତାରା, କୁମୁଦ, ଚନ୍ଦ୍ର, ଗ୍ରହ। କାହା ବିନା ଗତି ନାହିଁ ଚକୋରର? ନା ଚନ୍ଦ୍ର ବିନା ଗତି ନାହିଁ। ନେକ୍ସଟ, ବିରହ କାହା ସହିତ ତୁଳନୀୟ ନୁହେଁ? ବିରହ ଶତ୍ରୁତା, ବିଶ୍ୱାସଘାତକତା, ବଜ୍ରପାତ, କୋଟି ନାଗରଘାତ। କ'ଣ ହବ? ନା ବିରହ କୋଟି ନାଗରଘାତ ସହିତ ତୁଳନୀୟ ନୁହଁ।
ନେକ୍ସଟ, କାହା ପ୍ରତି ଆଦରକୁ ଶଶୀ ତ୍ୟାଗ କରିପାରିବ ନାହିଁ? ତାରା, ନିଶି, ଆକାଶ, ସାଗର। କାହା ପ୍ରତି? ନା ନିଶି ପ୍ରତି ଆଦରକୁ ଶଶୀ ତ୍ୟାଗ କରିପାରିବ ନାହିଁ। ନେକ୍ସଟ, ନାରୀ ମରା ନୀତିକି କିଏ ଦୀକ୍ଷା କରିଛନ୍ତି? ନାରୀ ମରା ନୀତିକି କନ୍ଦର୍ପ, ରାମ, କୃଷ୍ଣ, ଚନ୍ଦ୍ରସେନ। କଣ ହବ ପିଲାମାନେ? ନା କୃଷ୍ଣ। ନାରୀ ମରା ନୀତିକି କୃଷ୍ଣ ଦୀକ୍ଷା କରିଛନ୍ତି। ନେକ୍ସଟ, ଚନ୍ଦ୍ର ବିନା କାହାର ଗତି ନାହିଁ? ତାରା, ଗ୍ରହ, କୁମୁଦ, ଚକ୍ର। ଚନ୍ଦ୍ର ବିନା କାହାର ଗତି ନାହିଁ? ନା ଚନ୍ଦ୍ର ବିନା ଚକ୍ରର ଗତି ନାହିଁ। ନେକ୍ସଟ, କାହା ବିନା ମୀନ ବଞ୍ଚି ପାରିବ ନାହିଁ? ବନ, ଧୀବର, ବଣ, ଚାତକ। କାହା ବିନା ମୀନ ବଞ୍ଚି ପାରିବ ନାହିଁ? ନା ବନ ବିନା ମୀନା ବଞ୍ଚି ପାରିବ ନାହିଁ। ନେକ୍ସଟ, ଦାସୀକୁ ନାଗରମଣି କେଉଁଠିକୁ ନିକ୍ଷେପ କଲେ? ନଦୀ ଭିତରକୁ, ସାଗର ଗର୍ଭକୁ, କାମସିନ୍ଧୁ ପାଣିକୁ, କୂପ ମଧ୍ୟକୁ। କଣ ହବ? ନା କାମସିନ୍ଧୁ ପାଣିକୁ। ନେକ୍ସଟ, ରାଧାଙ୍କ ହୃଦୟକୁ ନିରିବଦ୍ଧି କିଏ ଦହିବ? ସୂର୍ଯ୍ୟ, ଅଗ୍ନି, କାମଦେବ, କୃଷ୍ଣ। କିଏ ଦହିବ ପିଲାମାନେ? ନା କାମଦେବ। କିଏ? ନା କାମଦେବ। ନେକ୍ସଟ, କୋଟି ନାଗରଘାତ କାହା ସହିତ ତୁଳନୀୟ ନୁହେଁ ବୋଲି କବି କହିଛନ୍ତି? ପ୍ରେମ, ବିରହ, ଶତ୍ରୁତା, ବିଶ୍ୱାସ ଘାତକତା। କାହା ସହିତ? ନା ବିରହ। କଣ? ନା କୋଟି ନାଗରଘାତ ବିରହ ସହିତ ତୁଳନୀୟ ନୁହେଁ ବୋଲି କବି କହିଛନ୍ତି। ନେକ୍ସଟ, କୁମୁଦିନୀ ବିନା କାହାର ବାଧା ହୋଇନଥାଏ? ସୂର୍ଯ୍ୟ, ଆକାଶ, ସରସୀ, ବିଧୁ। କୁମୁଦିନୀ ବିନା କାହାର ବାଧା ହୋଇନଥାଏ? କାହାର ବାଧା ହୋଇନଥାଏ କୁମୁଦିନୀ ବିନା ପିଲାମାନେ? ନା ବିଧୁ। ନେକ୍ସଟ, କାଳି ହେଲେ ବି ଶଶୀ କାହା ପ୍ରତି ଆଦର ତ୍ୟାଗ କରିପାରେ ନାହିଁ? ଆକାଶ, ତାରକା, ସାଗର, ନିଶି। କଣ? କାଳି ହେଲେ ବି ଶଶୀ ନିଶି ପ୍ରତି ଆଦର ତ୍ୟାଗ କରିପାରେ ନାହିଁ। ନେକ୍ସଟ, ବିଦେହ ପଥ ଅର୍ଥ କଣ? ବିଦେହ ପଥର ଅର୍ଥ ମରଣର ବାଟ, ଦେହହୀନ ପଥ, ଶାନ୍ତିର ମାର୍ଗ, ଶୂନ୍ୟ ପଥ। କଣ ହବ? ନା ମରଣର ବାଟ। ନେକ୍ସଟ, ପୁରନ୍ଦର କିଏ? ଚନ୍ଦ୍ର, ଇନ୍ଦ୍ର, ଯମ, ବରୁଣ। ପୁରନ୍ଦର କିଏ? ନା ପୁରନ୍ଦର ହଉଛନ୍ତି ଇନ୍ଦ୍ର। ନେକ୍ସଟ, କାହା ତାପରେ ପ୍ରେମକୁଶି ବଞ୍ଚି ପାରିବ ନାହିଁ? ବୈଶାଖ, ଜ୍ୟେଷ୍ଠ, ଅଗ୍ନି, ସୂର୍ଯ୍ୟ। କଣ ହବ? ନା ଜ୍ୟେଷ୍ଠ। କାହା ତାପରେ? ନା ଜ୍ୟେଷ୍ଠ ତାପରେ ପ୍ରେମକୁଶି ବଞ୍ଚି ପାରିବ ନାହିଁ। ନେକ୍ସଟ, ଧୀରେ ରାଧା କର ଧରି କବିତାରେ ବତାସକୁ କାହା ସହିତ ତୁଳନା କରାଯାଇଛି? ରୋଗ ବ୍ୟାଧି, ଦୁଃଖ ଯନ୍ତ୍ରଣା, ଦୁର୍ଯୋଗ, ଦାରିଦ୍ର୍ୟ। କାହା ସହିତ ତୁଳନା କରାଯାଇଛି? ନା ଦୁର୍ଯୋଗ ସହିତ। ନେକ୍ସଟ, କୃଷ୍ଣଙ୍କ ବିହୁନେ ରାଧା କେଉଁ ପଥର ଯାତ୍ରୀ ହେବେ ବୋଲି କହିଛନ୍ତି? ମୃତ୍ୟୁ ପଥ, ଦୂର ପଥ, ଗ୍ରାମ ପଥ, କଣ୍ଟକିତ ପଥ। କେଉଁ ପଥ? ନା କୃଷ୍ଣଙ୍କ ବିହୁନେ ରାଧା କେଉଁ ପଥ? ନା ମୃତ୍ୟୁ ପଥ। ନେକ୍ସଟ, ରାଧାଙ୍କର ବିରହ ଜ୍ୱାଳା କାହା ସହିତ ତୁଳନୀୟ ନୁହେଁ ବୋଲି କବିତାରେ କହିଛନ୍ତି? ସର୍ପ ଦର୍ଶନ, କୋଟି ନାଗର ଘାତ, ବର୍ଷା ବିହୁନେ ଧରଣୀ, କୌଣସିଟି ନୁହେଁ। କଣ? ନା କୋଟି ନାଗର ଘାତ। ନେକ୍ସଟ, କବିତାରେ କେଉଁ ରସର ମନୋଜ୍ଞ ବିନାଶ ଘଟିଛି? କରୁଣ, ଶୃଙ୍ଗାର, ପ୍ରେମ, ହାସ୍ୟ। କଣ ହବ? ନା ଶୃଙ୍ଗାର। କଣ? ନା ଶୃଙ୍ଗାର। ନେକ୍ସଟ, ସୌରି ଗତି ନୋହିଲେ ଘନରସ ନୋହିବ ରେଖାଙ୍କିତ ପଦର ଅର୍ଥ? ସୂର୍ଯ୍ୟାସ୍ତ, ସୂର୍ଯ୍ୟୋଦୟ, ରାମଚନ୍ଦ୍ରଙ୍କ ଆଶ୍ରିତ, କୃଷ୍ଣଙ୍କ ଆଶ୍ରିତ। କଣ? ନା କୃଷ୍ଣଙ୍କ ଆଶ୍ରିତ। ତ ଶେଷ କ୍ୱେଶ୍ଚିନ୍, ସ୍ନେହ ପରାଧୀନେ କେଉଁ ତାପ ବଢିବ? ଗୁଣଗ୍ରାହୀ, ଭାବଗ୍ରାହୀ, ସେବାଗ୍ରାହୀ, ଦୁଃଖ ଗ୍ରାହୀ। କେଉଁ ଗ୍ରାହୀ ବଢିବ? ନା ଗୁଣ ଗ୍ରାହୀ। ତ ପିଲାମାନେ ଇଏ ଥିଲା କଣ? ନା ଧୀରେ ରାଧା କଦ ଅପସନାଲ ଓଡ଼ିଆ। ତ ଏତିକି। ତ ନେକ୍ସଟ କ୍ଲାସକୁ ଉଠାନିଶି ପାଇଲା ଆଲୋଚନା କରିବା। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ କରିଦେବ। ରହୁଛି। ଧନ୍ୟବାଦ। ଜୟ ଜଗନ୍ନାଥ।